ସକାଳେ ସକାଳେ କାମ ସାରି ପୁଅ ସାଙ୍ଗରେ ଟିକେ ଗେଲ କରିବା ପାଇଁ ବସିଗଲି। ଏଇ ଦେଖନ୍ତୁ ପୁଅ ମୋର କେତେ ଯୋଗ ଶିଖିଯାଇଛି। ଆଉ କହିଲେ ମୋତେ ମାମା ତମେ ପ୍ରତିଦିନ ଏମିତି ଗୋଟେ ଘଣ୍ଟା ଟାଇମ୍ କରି ଯୋଗ କର, ନିଜକୁ ଫିଟ୍ ରଖ। ତାପରେ ଦେଖନ୍ତୁ ଝିଅ ମୋର ଆସିଗଲା ସ୍କୁଲରୁ, ତା ପାଖରେ ପୁଅକୁ ରଖି ମୁଁ ଗଲି ରୋଷେଇ କରିବା ପାଇଁ। ଯେହେତୁ ଆଜି ଥିଲା ରବିବାର, ସେଇଥିପାଇଁ ମୁଁ ଭାବିଲି ଆଜି ଭଲକି ଟିକେ ମାଛ ତରକାରୀ କରି ଖାଇବି। ଆଉ ସେଇଥିପାଇଁ ମୁଁ ମାଛଟାକୁ ଭଲକି ଭାଜିଦେଲି। ଆଉ ସେଇ ତେଲରେ ଆଳୁ ଆଉ ବାଇଗଣକୁ ଭଲ ଭାବରେ ଭାଜିଦେଲି। ତାପରେ ସୋରିଷ ବଟା, ପିଆଜ, ଶୁଖିଲା ଲଙ୍କାର ପେଷ୍ଟ କରି ମୁଁ କଷିଦେଲି ଭଲ ଭାବରେ। ସାଙ୍ଗମାନେ ଭେଜ୍ ହଉ କି ନନ୍ ଭେଜ୍, ଯେକୌଣସି ତରକାରୀରେ ଶିଳରେ ବଟା ମସଲା ପକେଇଲେ ତାର ଗୋଟେ ଅଲଗା ଟେଷ୍ଟ ହେଇଥାଏ। ମସଲା ସବୁ ଭଲ ଭାବରେ କଷି ସାରିଲା ପରେ ସେଥିରେ ମୁଁ ହଳଦୀ ଗୁଣ୍ଡ ଆଉ ଲଙ୍କାଗୁଣ୍ଡ ପକାଇ ଟିକେ ଅଳ୍ପ ପାଣି ଦେଇଦେଲି। ତାପରେ ଆଉ ଟିକେ ଭଲ ଭାବରେ କଷି ସାରିଲା ପରେ ସେଥିରେ ଦେଖିଲି ମସଲା ସବୁ ତେଲ ଛାଡ଼ି ଯାଇଛି। ତାପରେ ମୁଁ ଭଜା ହେଇ ରଖିଥିବା ଆଳୁ ବାଇଗଣ ପକାଇ ଆଉ ଟିକେ କଷିଦେଲି। ଆଉ ସେଥିରେ ପାଣି ଦେଇ ମାଛ ଦେଇଦେଲି। ଦେଖନ୍ତୁ କେତେ ବଢ଼ିଆ ହେଇଛି। ହେଇଗଲା ମୋର ମାଛ ତରକାରୀ, ସମସ୍ତଙ୍କୁ ଦେଇ ମୁଁ ନିଜେ